Hare
Hare Hare
Hari
शतदल कमले रत्न सिंहासनस्थं सर्वालंकारयुक्तं नवघनरुचिरं संयुक्तं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमे सुजनपरिवृतं ब्रह्मदारो नीलांचलनिवासाय नित्याय परमात्मने मन्नाथ श्री जगन्नाथ मद्गुरु श्री এই মাধব ক্ষেତ୍ର ଯାହାଙ୍କୁ ଆମେ ନୀଳମାଧବ ରୂପରେ ଏଠି ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁ। ଏହି ମାଧବ କ୍ଷେତ୍ରରେ ଆମେ ମା ସୁଭଦ୍ରାଙ୍କୁ ଅତ୍ୟନ୍ତ ନିବିଡ଼ ଭାବରେ
ଭକ୍ତି କରୁ ଆମର ସମସ୍ତ ସମସ୍ୟା ତାର ସମାଧାନ ସବୁକିଛି ତାଙ୍କୁ ଆମେ ନିବେଦନ ମାଧ୍ୟମରେ ଦେଉ। ପ୍ରତ୍ୟେକ ବର୍ଷ ଏହି କ୍ଷେତ୍ରରେ ମା ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ସୁଭଦ୍ରା ପାଦ ଦର୍ଶନ ଏଠି ଅନୁଷ୍ଠିତ ହୁଏ। ଅନେକ ବୈଷ୍ଣବମାନେ ମଧ୍ୟ ପଚାରିଛନ୍ତି ଯେ ରାଧାଙ୍କ ପାଦ ଦର୍ଶନ ଯେଉଁ କାର୍ତ୍ତିକ ମାସ ଅଁଳା ନବମୀରେ ହୁଏ, ଏଠି କ'ଣ ବାବା ଭଳିଆ ଗୋଟେ ମାନେ ନୂଆ କଥା କରୁଛନ୍ତି ସୁଭଦ୍ରାଙ୍କ ପାଦ ଦର୍ଶନ? ଏଭଳି କ'ଣ କଥା ଗୋଟେ କେଉଁଠି ଅଛି ତ ରାଧାଙ୍କର ପାଦ ଦର୍ଶନ କଥା କୁହାଯିବ, କୃଷ୍ଣଙ୍କ ପାଦ ଦର୍ଶନ କଥା କୁହାଯିବ ନାହିଁ, କି ଆମ ବାପା ମାଆଙ୍କ ପାଦକୁ ମଧ୍ୟ ଆମେ ଠିକ୍ ଭାବରେ ସେବା କରିବା ନାହିଁ, ଗୁରୁଙ୍କର ପାଦପଦ୍ମକୁ ସ୍ମରଣ କରିବା ନାହିଁ। ଇଏସବୁ କଥା କ'ଣ ଏମିତି ଶାସ୍ତ୍ରରେ ସବୁ ଲେଖା ହେଇଛି? ତେଣୁ ସୁଭଦ୍ରା ମଧ୍ୟ ରାଧିକା, ସୁଭଦ୍ରା ହେଉଛନ୍ତି ଯୋଗମାୟା, ସୁଭଦ୍ରା ହେଉଛନ୍ତି ପୌର୍ଣ୍ଣମାସୀ, ସୁଭଦ୍ରା ହେଉଛନ୍ତି ମା। ତେବେ ସୁଭଦ୍ରାଙ୍କୁ ଏଠି ଗୁରୁତ୍ୱ ଦେଇ ଆମେ ଯେ ଜଗନ୍ନାଥ ବଳଦେବଙ୍କୁ ମାନେ ଅନଉନୁ, ସେସବୁ କଥା ଏଠି କିଛି ନାହିଁ। ଏଇ ଯେଉଁ ନାଁଟି ଦିଆହେଇଛି ନୀଳମାଧବ, ଆପଣ ସେଇଠି ଦେଖନ୍ତୁ ନୀଳମାଧବ ମାନେ ସବୁଗୁଡ଼ାକ ଆମେ ନେଇକିରି ଆଧ୍ୟାତ୍ମିକ ଅର୍ଥରେ ତାକୁ ସବୁ ଅର୍ଥ କରି ପକାଉ। ତା ଦ୍ୱାରା ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ସେ କଥାକୁ ଗ୍ରହଣ କରନ୍ତିନି। କିନ୍ତୁ ଆମେ ଯଦି ତାଙ୍କୁ ଗୋଟେ ସର୍ବସାଧାରଣ ଭଳି ଗୋଟେ ସାମାଜିକ ଅର୍ଥରେ, ବ୍ୟକ୍ତିଗତ ଅର୍ଥରେ ତାକୁ ଯଦି ବୁଝେଇ ପାରନ୍ତୁ, ବୁଝେଇଥାନ୍ତୁ, ଆଉ ଏବେ ବୁଝେଇ ଲାଭ କିଛି ନାହିଁ। କିନ୍ତୁ ସେମାନେ ଏତେ ମାନେ ଏ ଧର୍ମ ପ୍ରତି ଏତେ ମାନେ କ୍ରୂର ହେଉନଥାନ୍ତି। ପ୍ରଥମ ଅକ୍ଷରଟି ହେଉଛି ମା। ତାହେଲେ ପ୍ରଥମେ ଆପଣମାନେ କୁହନ୍ତୁ, ଯେଉଁ ଧର୍ମର ଲୋକ ଆପଣ ହୁଅନ୍ତୁ, ଯେଉଁ ମତର ହୁଅନ୍ତୁ, ଯେଉଁ ଜାତିର ବା ଯେଉଁ ପଦପଦବୀର ହୁଅନ୍ତୁ, ପ୍ରଥମ ଆପଣ କାହାକୁ ଦେଖିଥିଲେ? ଚିହ୍ନି ନଥିଲେ, ଆପଣଙ୍କୁ ଚିହ୍ନି ନାହାନ୍ତି, କିନ୍ତୁ ଦେଖିଥିଲେ କାହାର? ସେ ପ୍ରଥମେ ହେଉଛନ୍ତି ମା। ତାପରେ ମା ପରେ ଆମେ ଆଉ ଯାହାଙ୍କୁ ଚିହ୍ନିଲୁ, ମା ଆମକୁ କୋଳରେ ଶୁଆଇଲେ, ତାଙ୍କ ସ୍ତନରୁ କ୍ଷୀର ପାନ ଦେଲେ, ସବୁକିଛି ଦେଲେ, ମଳମୂତ୍ର ବି ପୋଛିଲେ, ଆମେ କାନ୍ଦିଲେ ଆମକୁ କୋଳେଇ କାଖେଇକିରି ନଚେଇଲେ। କିନ୍ତୁ ତାର ପଶ୍ଚାତରେ ରହିଛନ୍ତି, ଯିଏ ରହିଛନ୍ତି ଥିଲେ, ସିଏ ହେଉଛନ୍ତି ବାପା, ଯାହାକୁ ଆମେ ମଦର ଫାଦର କହୁଛୁ, କିଏ ପ୍ୟାରେଣ୍ଟସ୍ କହୁଛୁ, କିଏ ମମି ଡାଡ଼ି କହୁଛୁ। କିନ୍ତୁ ସେଠି ମାଆର ଭୂମିକା ଯେତିକି, ବାପାଙ୍କର ଭୂମିକା ମଧ୍ୟ କିଛି କମ୍ ନୁହେଁ। ବାପାଙ୍କର ଭୂମିକା ଯେତିକି, ମାଆର ଭୂମିକା ମଧ୍ୟ ତାଠୁ ଅଧିକ। ହୁଏତ ଆମ ଶାସ୍ତ୍ରରେ ମାଆକୁ ବେଶୀ ଗୁରୁତ୍ୱ ଦିଆହେଇଛି, କିନ୍ତୁ କ'ଣ ବାପା ବିନା ମା ସୃଷ୍ଟି ହେଇପାରିବ? ତେଣୁ ଭଗବାନଙ୍କର ପ୍ରତିନିଧି ହେଉଛନ୍ତି ବାପା ମା। ଆପଣ ଦେଖିବେ, ଗୋଟେ ଛୋଟିଆ କଥା ମୁଁ ଆପଣମାନଙ୍କୁ କହୁଛି। ଏଠି ତ ସମସ୍ତେ ସଂସାରୀ ଲୋକମାନେ ବସିଛନ୍ତି, ସମସ୍ତଙ୍କର ପୁଅ ଝିଅ ବି ଅଛନ୍ତି।
ଯେତେବେଳେ ଆମ ପୁଅ ଝିଅମାନେ ଜନ୍ମ ହେଇ ପ୍ରଥମ କଥା କହିବା ଆରମ୍ଭ କରନ୍ତି, ସେ କ'ଣ କହନ୍ତି? ମମି କହନ୍ତି, ଡାଡ଼ି କହନ୍ତି, ଅଙ୍କଲ କହନ୍ତି କି ଫାଦର ମଦର ଏମିତି ସବୁ କହନ୍ତି? କ'ଣ ସେ କହନ୍ତି? ସେ ଯେଉଁ ଦେଶର ପ୍ରଥମ ଶବ୍ଦ ହେଉଛି ମାମା ମା କି ବାବା ବା, ମାମା ବାବା। ଏହାକୁ ତ ପ୍ରଭୁ ସୃଷ୍ଟି କରିଛନ୍ତି, ତମେ କିଏ ଆକୁ ସବୁ ନିନ୍ଦା କରିବ? ପ୍ରଭୁ ସୃଷ୍ଟି କରିଛନ୍ତି ପ୍ରଥମ ଅକ୍ଷର ମା କିମ୍ବା ବା, ବା କିମ୍ବା ମା। ତେଣୁ ଏଇସବୁ ଜିନିଷକୁ ଆମକୁ ବୁଝିବାକୁ ପଡ଼ିବ। ଆଜି ବି ଆପଣ ଦେଖିବେ, ଯଦି ପିଲାମାନେ ଆଜିକାଲି ସାଇନ୍ସର ଏକ୍ଜାମ୍ପଲ୍ ବହୁତ ଦେଉଛନ୍ତି। ଠିକ୍ ଅଛି, ସାଇନ୍ସ ମଧ୍ୟ ଗୋଟେ ଅନୁମୋଦିତ କରିଛି। ଯଦି ଲିଭର ବା କିଡନୀ ଯଦି ଡ୍ୟାମେଜ୍ କରେ ବା ନଷ୍ଟ ହେଇଯାଏ, ଡାକ୍ତରମାନେ କହନ୍ତି ତମର ମା ଅଛନ୍ତି, ବୁଢ଼ୀ ହେଇଗଲାଣି, ବାପା ବୁଢ଼ା ହେଇଗଲାଣି। ସିଏ ପ୍ରଥମେ ପରୀକ୍ଷା କରନ୍ତି ମା ଆଉ ବାପାଙ୍କର ଲିଭର ଆଉ କିଡନୀ କି ସେ ପ୍ରଥମ ଟେଷ୍ଟ କରନ୍ତି। ଯଦି ତାହା ନ ହେଇଥାଏ, ଯଦି ପରିଣତ ବୟସରେ ତା'ର ମାନେ ମୂଲ୍ୟ ରହିବନି ଜାଣି, ତାପରେ ସେ ଖୋଜନ୍ତି ଭାଇ କିମ୍ବା ଭଉଣୀ, ପିଉସୀ, ପିଇସା ନୁହଁ, ପିଉସୀ, ମାଉସୀ, ଏଇଭଳି ଭାବରେ ଯେଉଁମାନଙ୍କ ସହିତ ଆମର ରକ୍ତର ସମ୍ପର୍କ ରହିଛି, ଜିନ୍ ଯେଉଁମାନଙ୍କ ସହିତ ମିଶିବ, ସେଇମାନଙ୍କୁ ଖୋଜନ୍ତି। ସେଥିପାଇଁ ଆମେ ସବୁବେଳେ କହିଛୁ ଆତ୍ମୀୟ ସ୍ୱଜନ, ଆତ୍ମୀୟ ସ୍ୱଜନରେ ପ୍ରୀତି ରଖ। ତାର ଗୋଟେ ଜ୍ୱଳନ୍ତ ଉଦାହରଣ କୁନ୍ତି ଆଉ କର୍ଣ୍ଣ। ସେସବୁ କଥାକୁ ମାନେ ବିଶଦ ଭାବରେ କହିବାକୁ ଚାହୁଁନି। ଆଜି ଗୋଟିଏ ସତ୍ସଙ୍ଗର ମୁହୂର୍ତ୍ତ, କିଛି ପିଲାମାନେ ଅଛନ୍ତି, ପଦେ ପଦେ କହିବା। ମା ଯଦି ହୁଏ କରାଳ ରୂପିଣୀ, କ୍ଷମା ଆଚରଣେ ହୁଏ ସେ ଘାତିନି, କେବେ କିଲୋ ସୁତ ବଞ୍ଚିକି ପାରିବ, କାନ୍ଦି ଖୋଜି ବସେ ଜନନୀ ଜନ। ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ, ଲିଭିଯିବ ଏଇ ଜୀବନ ଦୀପାଳି, ମା ପଦେ ସଦା କରତୁ। ଆଚ୍ଛା, ମନେ କରା ଯେଉଁ ମା ଜନ୍ମ ଦେଇ ମରିଗଲା, ମନେ କରା, ତାହେଲେ କିଏ ତାକୁ ବଞ୍ଚେଇବ? ଗୋ ମାତା। ଯେଉଁମାନଙ୍କୁ ଆଜି ହିନ୍ଦୁମାନେ ଅଣହେଳା କରୁଛନ୍ତି, ଗୁହାଳ କରୁନାହାନ୍ତି, ନିଜେ ବହୁତ ମାନେ ସୌଖିନ ବିଲ୍ଡିଂରେ ରହୁଛନ୍ତି, କିନ୍ତୁ ଗାଈ ଗୋରୁଙ୍କ ପାଇଁ ଗୁହାଳ ନାହିଁ। ବଳଦ ଜମା ନାହାନ୍ତି, ସବୁ ହଣା ହେଲେଣି। ଷଣ୍ଢ ବି ଗୋଟା ଗୋଟା ବୁଲୁଛନ୍ତି, ସେ ବି ଆଉ କେହି ନଥିବେ। ତାପରେ ଆପଣମାନେ ଦେଖିବେ ଗାଈମାନେ ଆମର ଶୋଉଛନ୍ତି, ମାନେ ପକ୍କା ରାସ୍ତାରେ ଶୋଉଛନ୍ତି, କିନ୍ତୁ ଗାଈଆଳ ଆଉଛି, ତା ଗାଈକି ଚିହ୍ନୁଛି, ତାକୁ ବାଛୁରୀ କ'ଣ ପିଆଉଛି କି କ'ଣ କରୁଛି, ତାକୁ କାଳେ କ୍ଷୀର ନେଇକିରି ଚାଲି ଯାଉଛି। ତାପରେ ଆସି ବୁଲିଲା, କ'ଣ ଖାଉଛି? କାଗଜ ଫାଗଜ, ଏମିତି ପ୍ଲାଷ୍ଟିକ ବି ଚୋରି।
ମା ପରେ ଦ୍ୱିତୀୟ ମା ହେଉଛନ୍ତି ଗୋମାତା। ଆଉ ଗୋଟିଏ ମା ହେଉଛନ୍ତି ମାଉସୀ। ଯେଉଁ ମାଉସୀକୁ ସମ୍ମାନ ଦେବା ପାଇଁ ଆମ ଜଗନ୍ନାଥଙ୍କ ଦର୍ଶନରେ ଠାକୁର ଯେତେବେଳେ ଫେରୁଛନ୍ତି ଗୁଣ୍ଡିଚା ମନ୍ଦିରରୁ ଶ୍ରୀଗୁଣ୍ଡିଚାକୁ, ମାଉସୀ ମା ମନ୍ଦିରରେ ଅଟକି ତାଙ୍କ ହାତ ଗଢ଼ା ପୋଡ଼ପିଠା ଟିକେ ଖାଇକିରି ଯାଉଛି। ଇଏ ହେଉଛି ମାଉସୀର କଥା। ତାପରେ ମା ହେଉଛନ୍ତି ଧରିତ୍ରୀ। ଆମ ଦେଶ ହେଉଛି ଭାରତ ମାତା। ଆମେ ଏଠି ଭାରତକୁ ମାତା କହୁଛୁ। ଆମେ ଯେଉଁ ରାଜ୍ୟରେ ଜନ୍ମ ହେଇଛୁ ଆମର ହେଉଛି ଉତ୍କଳ ଜନନୀ ମା। ଆମେ ବଞ୍ଚିଛୁ ବା ବଞ୍ଚିବୁ, କିଏ ବଞ୍ଚେଇବ? ପ୍ରକୃତି ରୂପିଣୀ ମା। ସେ ପବନ ରୂପରେ ଆମକୁ ବଞ୍ଚେଇବ, ଭାତ ଡାଲି ତରକାରୀ ରୂପରେ ବଞ୍ଚେଇବ, ଫଳମୂଳ ରୂପରେ ବଞ୍ଚେଇବ। ଆଉ କିଏ ବଞ୍ଚେଇବ? ତେଣୁ ଇଏ ସୁନ୍ଦର କଥା ଆମେ ଆଜି ଭୁଲି ଯାଉ। ତେଣୁ ଦି ଭାଇଙ୍କ ମଧ୍ୟରେ ଅଛନ୍ତି ମା ସୁଭଦ୍ରା। ଆମେ ନାରାୟଣଙ୍କୁ ଯେତିକି ପୂଜା କରୁ କିନ୍ତୁ ଲକ୍ଷ୍ମୀଙ୍କୁ ତା ସହିତ ଯୋଡ଼ିଥାଉ। ଲକ୍ଷ୍ମୀ ନାରାୟଣ। ଆଗେ ମାର ନାଁଟା ଆସେ, ରାଧା ମାଧବ, ମାନେ ମାର ଶବ୍ଦଟା ଆସେ। କିନ୍ତୁ ଶୈବ ଦର୍ଶନରେ କେବଳ ଆମେ କହୁ ଶିବ। ଏଠି ସମସ୍ତଙ୍କୁ ମାଆକୁ ସମ୍ମାନ ଦିଆହେଲା, ଏଠି ବାପାକୁ ସମ୍ମାନ ଦିଆହେଲା। ଶିବ ଗୋଟାଏ ଅଲଗା, ବିଷ୍ଣୁ ଗୋଟାଏ ଅଲଗା। ମୁଁ କାହିଁ ସେମିତି କିଛି ଦେଖିନି, ଏ ଲୋକ ଦେଖିଛନ୍ତି। ଶିବ ଗଞ୍ଜେଇ ଖାଆନ୍ତି କାଳେ, ଭାଙ୍ଗ ଖାଆନ୍ତି କାଳେ। ଆଉ କିଏ? ଆମେ ଯାଇଥିଲୁ କେଉଁଠି ଓଙ୍କାରେଶ୍ୱର ନା କେଉଁଟା ସ୍ୱର ଯାଇଥିଲୁ, ହେଲେ କିଏ କହିଲେ ଏଠି ମଦ ଧଳା ହେଉଛି। ମୁଁ କହିଲି ମୁଁ ସେ ଶିବଙ୍କ ପାଖକୁ ଯିବି। ମୋର ଏଠି ଗାଡ଼ିରେ ବସି ଚା ଟିକେ ପିଇବି। ଯୁଗ ଆସି କେଉଁଠି ହେଲାଣି, ଶିବଙ୍କର ଅକଲ ହେଉନି, ମଦ ପିଉଛନ୍ତି। ହେଲେ ପିଲାମାନେ ତ ବେଶୀ ପିଇବେ। ସେଠୁ ଫେରିଲା ବେଳେ ଦେଖିଲି ଗୋଟେ ଜାଗାରେ ଗାଈ ସବୁ ଶୋଇଛନ୍ତି। ଗାଈ ବଳଦ ଷଣ୍ଢ ଏମିତି ଶୋଇଛନ୍ତି ଅନ୍ଧାରରେ। ତାଙ୍କ ପାଖରେ ଖାଦ୍ୟ କିଛି ନାହିଁ। ମୁଁ ଆମ ଗାଡ଼ି ଚାଳକଙ୍କୁ କହିଲି, ବାବୁ ଟିକେ ଗାଡ଼ି ରଖିଲୁ, ଦେଖି ଆଇଲୁ ସେ କ'ଣ ଗୁହାଳ ଫାଳ କିଛି ଅଛନ୍ତି ନା? କେହି ନା। ଏଇ ଦୋକାନଟାରେ କଦଳୀ ଟଙ୍ଗା ହେଇଛି। କଦଳୀ ଆଣି ଯେତେବେଳେ ଆମେ ତାଙ୍କୁ ଦେଲୁ, ଗୋଟାଏ ଗୋଟାଏ କ'ଣ ଦେଲେ ହେବ କି, ଦୁଇଟା ତିନିଟା ତାଙ୍କୁ ପାଇଲୁ। ଗୋଟିଏ ଗୋଟିଏ ଗୋମାତାଙ୍କ ଆଖିରୁ ଲୁହ ବି ବୋହିଲା। ଆମେ ଦେଖିଛୁ। ଏତିକି କଥା ନୁହଁ, ଆହୁରି ଗୋଟେ ଭଲ କଥା ମୁଁ ଆପଣଙ୍କୁ କହୁଛି। ନିଆଳିରୁ ଫେରୁଛୁ, ବାଟଯାକ ଭକ୍ତମାନେ ଆମକୁ କିଏ ପିଠା ଟିକେ, କିଏ କ'ଣ ଗୋଟେ କରି ବଳିଆ ଖାଇବ, ପିଲା ଗୁରୁ ଭାଇମାନେ ଖାଇବେ ସବୁ। ଏ ଯେଉଁ କ'ଣ ଗାଡ଼ିରେ ସବୁ ଦେଉଛନ୍ତି। ନିଆଳିରେ ଆମର ପ୍ରୋଗ୍ରାମ ହେଲା। କିନ୍ତୁ ବାଟରେ ଦେଖିଲୁ ଗୋଟେ ଚାହା ଦୋକାନରେ ବରା ଛଣା ହେଉଛି। ଆମେ ତ ଓଡ଼ିଆ, ବରା ଗୋଟେ ଆମକୁ ଗୋଟେ ଆକର୍ଷଣ। ଆଉ ମୁଁ ମୋର ଗାଡ଼ିରେ ବସିଥାଏ, ଇଏ ସମସ୍ତେ ସେ ପିଠାପଣାକୁ ଛାଡ଼ିକିରି ବରା ସବୁ ଖାଇଲେ। ମୁଁ ବସିଥାଏ ଗାଡ଼ିରେ, ମୋ ପାଖରେ ଗୋଟେ ଷଣ୍ଢ ଠିଆ ହେଇଥାଏ ଏ ଗାଡ଼ି ଭିତରେ। ସେ ଷଣ୍ଢଟି ମୋତେ ଅନଉଥାଏ, ମୁଁ ବି ତାକୁ ଅନଉଥାଏ। କାହିଁକି ଏ ଠିଆ ହେଇଛି? ଏତିକି ବେଳେ ଆମର ବିଜୟ ଯେ ଗାଡ଼ି ଚାଳକ, ସିଏ ଗୋଟାଏ ବରା କି ଦୁଇଟା ଖଣ୍ଡେ ଦେଲା। ମୁଁ କହିଲି ବିଜୟ, ତା ପେଟଟି କେତେ ବଡ଼?
ତାକୁ ଦୁଇଟା ବରା ପୋଷେଇବ। ଆମର 3 ଖଣ୍ଡ ଗାଡ଼ିରେ ଯେତେ ପିଠାପଣା ସବୁ ରହିଛି ସବୁ ସେ ଷଣ୍ଢକୁ ଦେଇଦିଅ। କି ଆନନ୍ଦରେ ସେ ଖାଇଲା। ମୁଁ ବି ବରା ଟିକେ ଖାଇଲି, ସମସ୍ତେ ଖାଇଲି। ତାପରେ ଗାଡ଼ି ଯେତେବେଳେ ଚାଲିଲା ମୁଁ ଷଣ୍ଢଙ୍କୁ ଟିକେ ନମସ୍କାର କରି ଆସିଲି। ଷଣ୍ଢ କିନ୍ତୁ ମୋ ଗାଡ଼ିକି ସେମିତି ଅନେଇଥିଲା। ସେ ଷଣ୍ଢର ଫଟୋ ବି ଆମ ମୋବାଇଲ ଫୋନରେ ଅଛି। ଏମିତି ଅନେଇଥାଏ ବହୁତ ବାଟ। ଆସିଲୁ କେନ୍ଦୁଝର ଶୈଳଙ୍ଗ ପାହାଡ଼, ବିଶ୍ୱଗୁରୁ ବାୟାପାଗଳଙ୍କର ସାଧନ କ୍ଷେତ୍ର। ସେଇଠି ଆମେ ଖରାବେଳେ ଟିକେ ଖାଇକିରି ଶୋଇଲୁ। ତାପରେ ଯେମିତି ଆମର ସମୟ ହେଲା ଆମେ ଯେଉଁଠୁ ବାହାରିଲୁ ପାହାଡ଼ ପାଖକୁ ଯିବା, ସେଠି ସତ୍ସଙ୍ଗ ହେବ, ରାତିରେ ତ ଏଇଠି ରହିବା। ସେ ଓହ୍ଲଉ ଓହ୍ଲଉକୁ ଗୁଡ଼ା କିଏ ଗୁଡ଼ା ଏମିତି ପଣ୍ଟ ଏମିତି ଥାଏ ତା ଭିତରେ। ସିଏ ମୋତେ ବହୁତ ଦିନ ପରେ ଦେଖିଲା, ଆନନ୍ଦପୁର ଜଗନ୍ନାଥ ମନ୍ଦିରରେ ଦେଖିଥିଲା। ମୁଁ ତାକୁ କେମିତି ଚିହ୍ନିବି କି ତା ଆଡ଼କୁ ଅନେଇବି, ସେଥିପାଇଁ ଗୋଟେ ବିରାଟ ପାଟିରେ କ'ଣ ସେ ମନ୍ତ୍ର ପଢ଼ୁଥାଏ। ମନ୍ତ୍ର ଅନୁସାରେ ନାହିଁ ନା ବିଚାର ନାହିଁ, ଏ ପଢ଼ୁଥାଏ। ମୁଁ ତୁ ଏମିତି ଅନେଇ ଦେବାକୁ ମୋ ଗୋଡ଼ଟି ସେ ପାହାଚରେ ମୋଡ଼ି ହେଇଗଲା। ଆଉ କ'ଣ କହିବା, ଓହ୍ଲେଇକିରି ଆଇଲି, ଗାଡ଼ିରେ ବସିଲି। ବାଟ ଯାକ ଭାବୁଥିଲି ଆଜି ବୋଧେ ଏଇ ଗୋଡ଼ଟା ମୋର କୁଆଡ଼େ ଯାଇଥାନ୍ତା କି କ'ଣ। ଷଣ୍ଢ ଦୟାରୁ ଆମେ ଆଜି ଗୋଟାଏ ଗୋଡ଼ ଟିକେ ମୋଡ଼ି ହେଇଗଲା। ଆଉ କ'ଣ, କିଛି ତ ବିନ୍ଧା ବିନ୍ଧି କରୁନି। ଶୈଳଙ୍ଗ ପାହାଡ଼କୁ ଚଢ଼ିଲି, ସେଠି ମୁଁ କ'ଣ ବିପଦ କହିଲି। ପୁଣି ହୋଟେଲକୁ ଆଇଲି, ହୋଟେଲରୁ ପୁଣି ଭୁବନେଶ୍ୱର ଆଇଲି। ଭୁବନେଶ୍ୱରରୁ ଆମର ମୋର ଡକ୍ଟର ପୁଅଟି ଅଛି, ସିଏ ଯେତେବେଳେ ଶୁଣିଲା ବାବାଙ୍କ ଗୋଡ଼ ମୋଡ଼ି ହେଇଯାଇଛି, ସିଏ ଆଉ ଥଏ ନାହିଁ। ଶୀଘ୍ର ଉଠା, କ'ଣ ହେଲା, ଏକ୍ସରେ କର। ସେ ଯେଉଁଟା ପାଖରେ କେଉଁଠି ଏକ୍ସରେ ଥିଲା, ରାଜୁବାବୁ ନେଇକିରି ରାଧାଶ୍ୟାମ ବାବାଜୀ ସେ ଏକ୍ସରେ କଲେ। ସେଠୁ ସେ ଗୁଡ଼ା ମେଲା ହେଇଯାଇଛି କ'ଣ ଗୋଟେ। ସିଏ ସୋରୁ କହିଲା ମୁଁ ଯାଉଛି। ଆସିଲା 21 ଦିନ ପଟି କ'ଣ ବନ୍ଧା ହେଲା। ମୁଁ ଗୋଟେ ବିରାଟ ରୋଗୀ ଭଳିଆ 21 ଦିନ ପର୍ଯ୍ୟନ୍ତ ଚାଲିଲି। ଆଉ ଧରି ଧରିକା। ତେଣୁ ସେଇ ଯେଉଁ ପଦଟି ଆପଣମାନେ ମନେ ରଖନ୍ତୁ। ଗୋଟିଏ ଷଣ୍ଢ ବା ଗୋମାତା ସେ ହେଉଛନ୍ତି ମା ବାପା। ତେଣୁ ମାତୃ କୃପା ହେଲେ ପିତାଙ୍କୁ ପାଇବ। ତୁମେ ଖାଲି ଗୋଟେ ଏମିତି ହେଲେ ହେବ। এইଭଳି ଅନେକ କଥା ଅଛି। ଆଉ ଗୋଟିଏ ମା ହେଉଛନ୍ତି ଗଙ୍ଗା। ଆଉ ଗୋଟିଏ ମା ହେଉଛନ୍ତି ସାବିତ୍ରୀ, ଗାୟତ୍ରୀ ମନ୍ତ୍ର। ଆଉ ଗୋଟିଏ ମା ହେଉଛନ୍ତି ତୁଳସୀ। ତେଣୁ ଏଇଭଳି ଭାବରେ ମା ବହୁତ ଅଛି। ଆମେ କିନ୍ତୁ କୌଣସି ମା ସହିତ ସମ୍ପର୍କ ରଖିବା ପ୍ରଶ୍ନ। ଆଜି ମା ଭଉଣୀର ଇଜ୍ଜତ ରକ୍ଷା କରିବା ପାଇଁ ସବୁ ନେତାମାନେ ଦିନଦିନ ବାଡ଼ଉଛନ୍ତି, କିନ୍ତୁ ମାତୃ ଜାତିକି କଳଙ୍କିତ କରିବା ପାଇଁ ଅନେକ ପୁରୁଷମାନଙ୍କୁ କଳଙ୍କିତ କରିବା ପାଇଁ ଅନେକ ମାତୃ ଜାତିମାନେ ସେମାନେ ଆଜି ସାମାଜିକ ସଂସ୍କାରକୁ ଭୁଲି ଯାଉଛନ୍ତି। ତେଣୁ ପୁଅ ଯଦି ହୁ ଛୋଟାକୁ ପୂର୍ଣ୍ଣ ଛୋଟାକୁ ଯାଅ
हाँ सज्जन ये हूँ माँ पिला माने एतिकी शिखती आमे जाइए घरे आम गोटे माँ अच्छी चिन्ह पार्लुनि जाइए कौटी गोटाए क्या कौन कौ सिंह बाहिनी बाघ बाहिनी शंख बाहिनी हंस बाहिनी आम घरे पूरा एत माँ अच्छा माँ अच्छी खुड़ी अच्छी आई अच्छी मौसी अच्छी ताक आम चिन्हलु ताको भी मान आंकु भी मान बापा को मान जगन्नाथ को मान कि जगन्नाथ को जदि मानिल बापा को जदि भाई की मानिल ताले भाई की मान बड़देव होती भाई भौदेव संपर्क यही भाव में आम संस्कृति केते महान एतिकु आप माँ पाखे अच्छी ध से ध कौन आजिकल कहते घोड़ा घोड़ा धर धर भार मारो हाँ से ध नुह धर्म एक पो गड़ी संसार धर्म को नहीं आमे बंचीचु से धर्म किए प्रकृतिर धर्म सूर्य चंद्र अग्नि वायु समुद्र माटी पहाड़ पर्वत नद नदी झरणा वृक्ष जंगल यही मानक पाई आमे बंचीचु तापरे जाइए किए कोटी कौन है कौन किंतु जंगल रे निया लगौचु गछ को काटुचु मिछे कागज कलम रे सरकार को देखौचु आमे एतिकी गछ लगेलु सब मिछ से भाव में पशु पक्षी मान को भात डाली तरकारी खाऊलु माछ टिके भी खाऊलु किंतु एबे ताकू सब आउ खाया को इच्छा नहीं जेते कुकुड़ा मोड़बू जेते छेली हाणीबू सेते हमर खायाटा भल रमज है जदि न हला ताहले कौन करिया मातृ कृपा हे ভিজি বয়ে জীবন
धर्म को रक्षा करंतु किछि नहले भी वर्षा दिन वर्तमान देखो कि असह्य गरम राउरकेला थी गोटे दिन मु सही पारे एसी लगी एसी सीना मोपाई लगी मुझे बसई किंतु लोक मैंने कौन एसी बैठे मु सही पारिनी से कष्ट मुझे मुझे राउरकेला रही मतलब छाड़ी दियो मुझे आज केन्दुझर पड़े तेणु सज्जन यही हूँ वर्तमान अवस्था जोटी जेते गछ अधिक सेति ठंडा मध्य बहुत तेणु आम तो कहया कथा कहबू परिवार लोक जी से तो सुप्त से तो एगुड़ा को ग्रहण करूना हे जंगल को काटिदेलु हे जंगल निआ लगेदेलु हे दमकल आणलु हे पानी पकईदेलु ये कि कथा एगुड़ा हौ सज्जन धर्म को रक्षा कर ये हाथटी आम पाइछु हाथर धर्म कौन मद पीवा ना गंजेई टाणिबा कहतु से आम जगन्नाथ हाथ एमती बंद पापुली बंद पापुलीटा थिले सिना तुम गंजेई टाण कि मद पीब यहाँ बंद कर रखी से एमती बंद तेणु ये हाथ तैयारी हेती सेवा पाई गुरुजन को नमस्कार करिबा पाई ये हाथ हेती गछ लगेबे कृषि करिबे गोरक्षा करिबे वाणिज्य करिबे राजनीति करिबे परंतु किंतु खाई खाई सबू खाई साइलोनी गोटे जाति थिला सबा खिया जाति ज्योतिष माने सब जातक देखिए तबे यहाँ गुरु चांडाली दोष अच्छी और कौन करिया माँ मान तो व्यस्त ही पड़ती बेसी हाँ पुअर गुरुदेव कौन अवधान कहतु आ सबा खिया भोजन कर किए सब आसवे मुझे आम घरे भी करी किंतु आज समग्र जगत हूँ सबाख्या सबू खाऊ कि छाड़ू गाई गले कुआड़े बलद गले कुआड़े षंढ गले कुआड़े हाथी गले कुआड़े भालू गले कुआड़े मृग गले कुआड़े हरिण गले ए कौन कुकुड़ा गले ए गले कुआड़े तमें ही सबू खाइच तेणु जी खुआई मालिया देव हाथ धरिकी रहे आम से पाप को बहन कर जीव हत्या महापाप सज्जन आउ बेसी कह गोटा प्रवचन भाया हो ना कौन तेरे माधव शेष अक्षरटी हूँ ब कहले ब्रह्म गणिकी देख लेखिकी रखु ब कहले ब्रह्म ब कहले वसुधा ब कहले वरुण बा समुद्र ब कहले वायु ब कहले व्याम बा आकाश ब कहले बन्ही बा अग्नि ब कहले बड़ ठाकुर ब कहले बापा यही भाव आमे कौ बटा को टिके सम्मान दौचु निजे आगे भाव ब्रह्म को जदि सम्मान दौचु जगन्नाथ को देखिले आमे कहूँ परम ब्रह्म वसुधा को सम्मान दौ कौ दिन किए गोटे बिछुआ उठिक वसुधा को नमस्कार कला बरं आमर यही जो रास्ता आमर है माने यहाँ कौ रास्ता मन पड़े कौन रास्ता है जो गाड़ी गुड़ा जाऊँगी देखी यही नुआगढ़ देखी कौटी देखनी अन्य जगह भी क्या हुए रास्ता को चढ़ा माने
से रास्ता को आगे नमस्कार करती तार कारण होची ये होची जगन्नाथ सड़क कई बाट नहीं महाप्रभु चैतन्य जाइथिले जगन्नाथ आमे ताकू सेतिक जाने आमे कहू रोड रोड से बाबू सबू कथा रोड अमुक एते कथा सब जानिच किंतु प्रकृत कथा तेणु ब अक्षर को चिंतन करिवे से ब किए अच्छा ब कल बलभद्र ये सब अच्छे आउ अला नवमी बेलू आसे टे भल कि कषि कासिक कहवा तेणु ये होचंती माधव ता पाखक लगी नील नील कहले शून्य नील कहले आकाश नील कहले नीलचक्र नील कहले शून्य आमे आईचु शून्य जीवु भी शून्य न तद्भासुयते सूर्य न शशांक न पावक जदगत्वा न निवर्तन्ते तद्धाम तेणु आम ठाकुरंकर प्रथम जन्म होची नीलमाधव नीलमाधव कौन गोटे मूर्ति गोटे पहाड़ खोल कौ कारीगर से मूर्ति की निर्माण करता आउ से खोल क्या पूजा करुला विश्वावसु शबर जदि से कथा कौच विश्वावसु शबर क्या पूजा कर पर्वत कौटी खाली केवल नीलसुंदर पर्वत जगन्नाथ को खाली पर्वत बोल आउड़ा कि नहीं फाका बरं आम निहाली तो माधवानंद बहुत पहाड़ भितर अच्छा आमर जो गोटे कौन गोटे नीलमाधव ना गोटे कौन माधव अच्छा सीटी बहुत पहाड़ कौन कंटिल नीलमाधव तुम्हें कौन खाली कौच विश्वावसु पूजा कर विश्वावसु क्या पूजा कर से नील को पूजा करुला शून्य को ध्यान करुला से आवाहन करुला हे माधव तुम्हें आस ये संसार को संभाल तांकरी आह्वान रे विद्यापति नामक ब्राह्मण तांको घरे पहुंची थिले तांको से प्राकृतिक सौंदर्य को उपभोग करने घरे रिचार दिन रहिले से झीटी की विवाह चाहिए विश्वावसु शबर दूर में रही सबू लक्ष्य कला एवं शेषु को विद्यापति कहले मुझे घर को जी हौ जाओ हे ब्राह्मण देवता तुम्हें तुम घर को जाओ यही तुम आ गोटे घर मन अच्छी तो ये विद्यापति महाशय पंडित तमें मोर झी को भल पाउच बाहब बोली जदि तमें बाहा न हुआ कौन करी तुम्हें ना शुणीच जारा शबर ना ना मु शुणी जारा शबर कौन करता भगवान कृष्ण को सरविद्ध करता मु हानि देवी तुमको तम आर्यवंश को निपात कर विद्यापति नम्र गले कही निश्चय तो आपण मैंने सब जानी से गपट बढ़िया गपटा आम पढ़ू सब से गीतटी पढ़ले बापा नील कंदर बिहारी I
ତାକୁ ଅଛବ ଆ ଦେବତା সেই ନୀଳମାଧବଙ୍କ କ୍ଷେତ୍ରରେ ସବୁ ନୀଳମାଧବଙ୍କୁ ଗୋଟିଏ ରୂପରେ ଅଧମ ସେବକ ଝାଡ଼ୁଦାର ଭଳିଆ ପ୍ରଣାମ ଜଣାଉଛି। ଆଜିର ଅଶାନ୍ତ ସୃଷ୍ଟିର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଇଏ କ୍ଷେତ୍ର ଆପଣମାନଙ୍କର ଆପଣମାନଙ୍କ ପାଇଁ ଉଦ୍ଦିଷ୍ଟ। ଆମେ ସବୁ କୁଣିଆ ଆସିଛୁ, ପୁଣି କୁଆଡ଼େ ଯିବୁ। ଆଉ ଇଏ ରହିବ, ଆପଣମାନେ ବି ଆପଣମାନଙ୍କ ଦାୟିତ୍ୱମାନେ ହିଁ ରହିବେ। ଆଉ ଶେଷରେ ଆଜି ମୋର ଆସିବାର ନଥିଲା, କାଲି ଆସିବାର ଥିଲା, ଆସିପାରିଲିନି। ଆଜି ଆସିବାର ଥିଲା, ଆସିଲି ଯେ ଖରାବେଳେ ପହଞ୍ଚିଲି। ସନ୍ଧ୍ୟାଟି ଯାଉ ଆପଣମାନଙ୍କ ସହିତ ଭେଟ ହେଲା। କାଲି ପୂର୍ବାହ୍ନରେ ଗୋଟେ କାର୍ଯ୍ୟକ୍ରମ ଏଠି ରଖିଛନ୍ତି, ଭଲ କାର୍ଯ୍ୟକ୍ରମ, ଅତି ସୁନ୍ଦର କାର୍ଯ୍ୟ। ଯେଉଁମାନେ ଗଛ ଲଗେଇ ବଞ୍ଚଉଛନ୍ତି, ବଞ୍ଚେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ମାନେ ତ୍ୟାଗ କରୁଛନ୍ତି, ସେଇମାନଙ୍କୁ ସେଇ ଯେଉଁ ବ୍ୟକ୍ତି କରୁଛନ୍ତି ତାଙ୍କୁ ଗୋଟେ ଆମେ ଖାଲି ଫୁଲମାଳ ଦେଲେ କ'ଣ ହେବ? ଯେଉଁ ଫୁଲମାଳ ଗୁଡ଼ାକ ସବୁ ବଳିଆ ବେକାରୀ ପକାଉଛନ୍ତି, ଗୋଟେ ଗୋଟେ ଜାମା ସବୁ ନଷ୍ଟ ହେଇଯାଉଛି। ଫୁଲମାଳରେ ବି ଆଜିକାଲି କେମିକାଲ ଦିଆ ହେଲାଣି। ମୁଁ ସବୁବେଳେ ମନା କରୁଛି, ଫୁଲମାଳ କାହିଁ ଆଣୁଛ? ଗୋଟିଏ ଫୁଲ ଆଣୁନା। ମୁଁ ମୋର ଗୁରୁଙ୍କୁ, ମୋର ଗୁରୁରେ ମାନସକୁ, ନାମାଚାର୍ଯ୍ୟ ବାବା ଭାଇଙ୍କୁ ଗୋଟିଏ ଫୁଲ, ଗୋଲାପ ଫୁଲଟିଏ ଦେଉ। ତମେ ସବୁ କାହିଁ ଏତେ ଫୁଲ ଦେଉଛ? କେଉଁଠି ନ ଆଣିବ ଯଦି ଫୁଲ ଦୋକାନ ବଞ୍ଚିବ କେମିତି? ତାର ବି ବଞ୍ଚିବା ଦରକାର। ଆଣ, ତାକୁ ଠାକୁରଙ୍କୁ ପିନ୍ଧେଇ ଆମକୁ ଦେବ। ଆମର ବିନା ଫୁଲରେ ସବୁ ସଜ୍ଜନ। ଏଇସବୁ କଥା କାଲି ଅପରାହ୍ନକୁ ଫେରିଯିବି ଆଶ୍ରମର ଭକ୍ତମାନେ, ଏବଂ ସେଠି ବହୁତ ଲୋକ ଅପେକ୍ଷା କରିଛନ୍ତି। 2, 3, 4 ସେଠି ରୁଦ୍ରାଭିଷେକ, ରୁଦ୍ରାଭିଷେକ ତାର ପ୍ରସ୍ତୁତି ହେବ। ସେସବୁ ମୁଁ କିଛି କରିବାର ନାହିଁ, ଖାଲି କହୁଛି, କିନ୍ତୁ ମୋର କିଛି ପରିଶ୍ରମ କରିବାର ନାହିଁ। କିନ୍ତୁ ବସିଲେ ତ ସବୁ ହେବ। ଶେଷରେ ଆମ ପ୍ରିୟ ଜଗନ୍ନାଥଙ୍କର ସେଇ ପ୍ରତିମୂର୍ତ୍ତି ନୀଳମାଧବଙ୍କୁ, ମା ସୁଭଦ୍ରାଙ୍କୁ ପ୍ରଣାମ ଜଣାଉଛି। ଆପଣମାନେ ଶିଷ୍ୟ ହୁଅନ୍ତୁ, ଭକ୍ତ ହୁଅନ୍ତୁ, ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ସମସ୍ତଙ୍କ ଭିତରେ ଯେଉଁ ଆତ୍ମଶକ୍ତି ରହିଛି, ନୀଳମାଧବ ଚେତନା ରହିଛି, ତାକୁ ନମସ୍କାର। ସର୍ବେ ଭବନ୍ତୁ, ସର୍ବେ ସନ୍ତୁ। ନୀଳମା
श्री गुरु क्षमा।